ମଧ୍ୟପ୍ରାଚ୍ୟରେ ସେଥିପାଇଁ ଆମକୁ ପେଟ୍ରୋଲ 400 ଟଙ୍କା 500 ଟଙ୍କା ଏ ପ୍ରକାର ସୁନା କିଣ ସୁନା କାହିଁକି କହିଲେ ଟାଙ୍କି କୋଉଠି ନାହିଁ ସବୁ ଟାଙ୍କି ମାନଙ୍କରେ କଲ୍ୟାଣ ଇଣ୍ଡଷ୍ଟ୍ରି ଯୋଉ ଢେଙ୍କାନାଳକୁ ଯାଉଛି ପ୍ରଧାନମନ୍ତ୍ରୀ ଯୋଉଟା କହିଲେ ତାକୁ ତାର ମିନିଂଟା ଭୁଲ ବୁଝିବା ଉଚିତ ମଧ୍ୟପ୍ରାଚ୍ୟରେ ସେଥିପାଇଁ ଆମକୁ ପେଟ୍ରୋଲ ବ୍ୟବହାରରେ ଟିକେ ନିୟନ୍ତ୍ରଣ ଆଣିବାକୁ ପଡ଼ିବ କାହିଁକି ପ୍ରକୃତରେ ପେଟ୍ରୋଲ ଅଭାବ ଆଗକୁ ହେଇପାରେ ଏବଂ ତା ରେଟ୍ ମଧ୍ୟ ଧୀରେ ଧୀରେ ବଢ଼ି ଚାଲିଛି ଆଉ ମାନ୍ୟବର ପ୍ରଧାନମନ୍ତ୍ରୀ କହିଲେ ଯେ ଗରିବ ଲୋକମାନଙ୍କ ଉପରେ ତାର ପ୍ରେସର ନ ପଡ଼ିବା ପାଇଁ ସେଇଟା ଆମେ ନିଜେ ପ୍ରେସର ବହନ କରୁଛୁ ଅର୍ଥାତ୍ ଆଉ ଏତେ ହେଲା ପରେ ବି ଆମ ପାଖ ଦେଶ ଗୁଡ଼ାକ ରେଟ୍ ସବୁ ପେଟ୍ରୋଲ ରେଟ୍ 400 ଟଙ୍କା 500 ଟଙ୍କା ଏ ପ୍ରକାର ଆମ ରେଟ୍ ନାହିଁ କାରଣ ହେଉଛି ଆମର ମାନ୍ୟବର ପ୍ରଧାନମନ୍ତ୍ରୀ ଆଉ ଗରିବ ଲୋକମାନଙ୍କ ଉପରେ ବା କଞ୍ଜୁମାନଙ୍କ ଉପରେ ତାର ପ୍ରଭାବ ହେଇନାହିଁ ସେଟା ଗଭର୍ଣ୍ଣମେଣ୍ଟ ନିଜେ ବହନ କରୁଛି କିନ୍ତୁ ଆମେ ଯେଉଁ କଥା କହିବୁ ସୁନା କିଣ ସୁନା କାହିଁକି କହିଲେ ତାର କଥା ହେଉଛି ଯେ ଆମର ଅର୍ଥନୀତିଟା ସଜାଡ଼ିବା ପରେ ଆଉ ଆମେ ଆମର ଡଲାର ଆଉ ବିଭିନ୍ନ ଜିନିଷକୁ ଆମେ ସୁନାଟା ବାହାରକୁ କିଣା ହେଉଛି ଡଲାରରେ ଆମେ କିଣୁଛୁ ତେଣୁ ନିଶ୍ଚିତ ଭାବରେ ସେ ପଇସା ଯିବ ଆଉ ତାର ଗୋଟେ ନୀତିଗତ ଭାବରେ ସେ ଅପିଲ୍ କରୁଛନ୍ତି ଏଇଟା ମାନେ କାହାକୁ କମ୍ପଲସରି ଆଉ ଗୋଟେ ଅପିଲ୍ କରାଯାଉଛି सर राज्य में तेल सफिशिएंट अच्छी कौन कि टांकी बंद कर ଟାଙ୍କି କୋଉଠି ନାହିଁ ସବୁ ଟାଙ୍କି ମାନଙ୍କରେ ତେଲର ଅଭାବ କିଛି ଜାଗାରେ କୁହନ୍ତି ବାଇକ୍କୁ 200 ଟଙ୍କା ଏମିତି ନିୟମାବଳୀ ସବୁ ଟାଙ୍କି ମାନୁନି ସେମିତି କରାଯାଇଥାଏ ସେମିତି କିଛି ନାହିଁ ଯୋଗାଣ ବିଭାଗ ତରଫରୁ ଆମେ କିନ୍ତୁ ବ୍ୟବହାର ଟିକେ ନିୟନ୍ତ୍ରଣ ଆଣିବା ପାଇଁ ଗୋଟେ ପ୍ରଧାନମନ୍ତ୍ରୀଙ୍କର ଡାକ ପାଇଛି ଆଜି ସେ ପୁନଃ ଆଲୋଚନା ଆଜି ସେ କଥା ଆଜି କଲ୍ୟାଣ ଇଣ୍ଡଷ୍ଟ୍ରି ଯୋଉ ଢେଙ୍କାନାଳକୁ ଯାଉଛି ତାର କେମିତି ସ୍ପିଡ୍ ହେବ ସେ କାମ କେମିତି ଆଗେଇବ ସେଥିପାଇଁ ଅଫିସର ମାନଙ୍କୁ ତାର ଲ୍ୟାଣ୍ଡ ପ୍ରୋବ୍ଲେମ୍ ତାର ଇଲେକ୍ଟ୍ରିକ୍ ପ୍ରୋବ୍ଲେମ୍ ତାର ୱାଟର ପ୍ରୋବ୍ଲେମ୍ ଏଇ ଯାହା ପ୍ରୋବ୍ଲେମ୍ ଥିଲା ଅଫିସରମାନଙ୍କୁ ବତେଇକି କୁହାଗଲା ସେ ଶୀଘ୍ର ସେଇଟା ଆଉ ପ୍ରୋବ୍ଲେମ୍ ସଲ୍ଭ କରାଯାଉ ଆଉ କେମିତି ଶୀଘ୍ର ଆଉ କଲ୍ୟାଣୀ ପ୍ରୋଜେକ୍ଟ ଆଉ ସେଠି ଆଉ ତା କାମ थैंक यू।